हेलो पिलाମାନେ ଆଉ ଏକ ନୂଆ ଭିଡ଼ିଓରେ ପୁଣି ଥରେ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ମହାକବି ଜୟଦେବଙ୍କ ଜନ୍ମ ଜୟନ୍ତୀ ଉପରେ ସୁନ୍ଦର ଭାଷଣଟିଏ ଲେଖିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବ। ଚାଲ ପିଲାମାନେ ଭିଡ଼ିଓଟିକୁ ଆରମ୍ଭ କରିବା। ବରେଣ୍ୟ ସଭାପତି ମହୋଦୟ, ବିଜ୍ଞ ବିଚାରକ ମଣ୍ଡଳୀ, ଉପସ୍ଥିତ ଶ୍ରୋତା ମଣ୍ଡଳୀ, ମୋର ପ୍ରତିଯୋଗୀ ବନ୍ଧୁଗଣ ଏବଂ ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ଦିବସଟି ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନରେ ଆମର ଯୋଗଜନ୍ମା ପୁରୁଷ ଜୟଦେବ ଭୂମିଷ୍ଠ ହୋଇଥିଲେ, ଯାହାଙ୍କ ପାଇଁ ଆଜି ଆମେ ଗର୍ବିତ। ତାଙ୍କର ଅମୂଲ୍ୟ ଉପଦେଶ, ମହନୀୟ କାର୍ଯ୍ୟ ତଥା ସମାଜ ପ୍ରତି କାର୍ଯ୍ୟକଳାପକୁ ସମ୍ମାନ ଜଣାଇ ଆମେ ତାଙ୍କ ଶୁଭ ଜୟନ୍ତୀ ଏଠି ପାଳନ କରୁଛେ। ଆଜି ଆମ ବିଦ୍ୟାଳୟରେ ମହାକବି ଜୟଦେବଙ୍କ ଜନ୍ମ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଯାହାର ଗୀତ ଶୁଣିଲେ ଦାରୁ ଦେବତା ରତ୍ନସିଂହାସନରେ ନିଦ୍ରା ଯାଉଥିଲେ, ଚକା ଆଖିରୁ ଲୁହ ଝରୁଥିଲା, ଯାହାର ଚାଲିରେ ପଦ୍ମ ଫୁଟୁଥିଲା, ମର୍ତ୍ତ୍ୟରେ ପାରିଜାତ ଫୁଟୁଥିଲା, ଅଧୀନରେ ମଳୟ ବହୁଥିଲା, ଯାହା ଗୀତରେ ପାରିଜାତ ବର୍ଷା ହେଉଥିଲା, ସେହି ମହାକବି ଥିଲେ ଭକ୍ତ କବି ଜୟଦେବ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର କେନ୍ଦୁବିଲ ବା କେନ୍ଦୁଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମହାକବି। ଯେଉଁ ଗାଁରେ କେନ୍ଦୁଗଛ ଓ ବେଲଗଛ ବହୁତ ରହିଥିଲା। ଗାଁରେ ପୂଜା ପାଉଛନ୍ତି ମାଧବ, ଅମ୍ବିକା ଓ ମୁକ୍ତେଶ୍ୱରୀ। ସର୍ବଧର୍ମର ସମନ୍ୱୟ ଦେଖାଯାଏ ସେହି ଗାଁରେ। ଭକ୍ତ କବି ଜୟଦେବଙ୍କ ପିତା ଭୋଜରାଜ ଓ ମାତା ରାଧା ଦେବୀ। ଜୟଦେବ ବିବାହ କରିଥିଲେ ନୃତ୍ୟ ପ୍ରବୀଣା ପଦ୍ମାବତୀଙ୍କୁ। କବି ଓ କବି ପତ୍ନୀ ବହୁଦିନ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଥିଲେ। ପ୍ରାକୃତିକ ପରିବେଶ ମଣିଷକୁ ଦେବତା କରେ। ଠିକ୍ ସେ ଘଟଣା ଘଟିଥିଲା ଜୟଦେବଙ୍କ କ୍ଷେତ୍ରରେ। ଅପରୂପ ପ୍ରାକୃତିକ ଶୋଭା। ପ୍ରାଚୀ ନଦୀର ତଟ ଦେଶରେ ଶ୍ରୀ ଜୟଦେବଙ୍କ ଅପୂର୍ବ ଅସୀମନରୁ ସୃଷ୍ଟି ହୋଇଥିଲା ଶ୍ରୀ ଗୀତଗୋବିନ୍ଦ। 12ଟି ସ୍ୱର୍ଗରେ ବିଭକ୍ତ ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ଲୀଳା ବିମଣ୍ଡିତ ଗୀତଗୋବିନ୍ଦକୁ ବସନ୍ତ ରାସ କୁହାଯାଏ। 1949 1500 ଖ୍ରୀଷ୍ଟାବ୍ଦରେ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜୁତି ସମୟରେ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଶୟନ ପୂର୍ବରୁ ଶ୍ରୀ ଗୀତଗୋବିନ୍ଦ ନୀତିଦିନ ବୋଲା ହେବାର ବିଧି ପ୍ରଚଳିତ ହୋଇଥିଲା। ବଡ଼ ଠାକୁରଙ୍କ ନିଦୁଆ ଆଖିରେ ନିଦ ଆସି ଯାଉଥିଲା। କେବଳ ସେତିକି ନୁହେଁ, ଜୟଦେବଙ୍କ ଜଗନ୍ନାଥ ପ୍ରୀତି ଦେଖି ଅନେକ ଶତ୍ରୁ ବାହାରିଥିଲେ, ଅସୂୟା ମଧ୍ୟ କଲେ। ଗୀତଗୋବିନ୍ଦ ପରି ଅଭିନବ ଗୀତଗୋବିନ୍ଦ ଲେଖା ହେଲା। କିନ୍ତୁ ଜୟଦେବଙ୍କ ଗୀତଗୋବିନ୍ଦ ପ୍ରଭୁ ପ୍ରୀତି ଲାଗି ସବୁଦିନ ପାଇଁ ଜୟ ହୋଇଗଲା। ଆଜି ମଧ୍ୟ ଓଡ଼ିଶାର ଗାଁ ଗଣ୍ଡାରେ ପୁରପଲ୍ଲୀରେ ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦ, ବିଶେଷତଃ ଦଶାବତାର ସ୍ତୋତ୍ର ଶୁଣିବାକୁ ମିଳେ। ପ୍ରାଚୀମୂଳକର ବୁଣାକାରମାନେ ବଡ଼ ଠାକୁରଙ୍କ ପାଇଁ ବୁଣୁଥିବା ଖଣ୍ଡୁଆ, ବହରଣ, ଶାଢ଼ୀରେ ମଧ୍ୟ ଗୀତଗୋବିନ୍ଦର ପବିତ୍ର ପଂକ୍ତିକୁ ବୁଣୁଥିଲେ, ବୋଲୁଥିଲେ ଓ ଶୁଣୁଥିଲେ। ଶ୍ରୀ ଚୈତନ୍ୟଦେବ ଓଡ଼ିଶା ଆସିଲେ, ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ। କାନରେ ପଡ଼ିଲା ଗୀତଗୋବିନ୍ଦର ଲଲିତ ମଧୁର ମନଛୁଆଁ ପଦ। ଆପେ ଆପେ ଦୁଇ ହାତ ଉପରକୁ ଉଠିଗଲା। ବିଶ୍ୱନିୟନ୍ତାଙ୍କ ପାଖେ ସମ୍ପୂର୍ଣ୍ଣ ଶରଣାଗତ ହେଲେ। ପାଗଳ ପ୍ରାୟ ଶ୍ରୀ ଚୈତନ୍ୟ ଶ୍ରୀ ଗୀତଗୋବିନ୍ଦ ବୋଲି ନାଚି ଉଠିଲେ। ବଡ଼ ଠାକୁରଙ୍କ ସନ୍ଧ୍ୟା ଧୂପ ପରେ ବଡ଼ସିଂହାର ବେଶ ବେଳେ ଗୀତଗୋବିନ୍ଦର ଗୋଟିଏ ସର୍ଗ ବୋଲାଯାଏ। ପ୍ରଭୁଙ୍କ ପଟ୍ଟବସ୍ତ୍ର ଅର୍ପଣ କରାଯାଏ। ଦୈନନ୍ଦିନ ବଡ଼ ଠାକୁର ଦିନସାରା କାମ ସାରି ଗୀତଗୋବିନ୍ଦ ଶୁଣି ଆନନ୍ଦରେ ଶୋଇଯାଆନ୍ତି। ଗୀତଗୋବିନ୍ଦ ଓଡ଼ିଆର ଜୀବନଧନ ରଙ୍କରତନ। ଏହାର ଭାଷା ସୁନ୍ଦର, ଭାବ ସୁନ୍ଦର, ରସ ସୁନ୍ଦର, ଭାଷା ମଧ୍ୟ ସୁନ୍ଦର। ସେଥିପାଇଁ ଗୀତଗୋବିନ୍ଦ କେବଳ ଭାରତୀୟ ଭାଷା ନୁହେଁ, ଭାରତ ବାହାରେ ଲାଟିନ୍, ଇଂରାଜୀ, ଜର୍ମାନୀ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି। ମହାକବି ଜୟଦେବଙ୍କ ସ୍ମୃତି ଚାରଣ କରୁଛି। ଶ୍ରୀ ଜୟଦେବଙ୍କ ପାଦପଦ୍ମରେ ନମ୍ର ପ୍ରଣିପାତ ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ପିଲାମାନେ, ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବ ଏବଂ ଆମ ଚ୍ୟାନେଲରେ ନୂଆ ଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବ।